ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ। ତ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନେ କ'ଣ ନା ତମମାନଙ୍କର 80 ମାର୍କର ମାରାଥନ କ୍ଲାସ୍। ତ ପିଲାମାନେ ତମ ଏକ୍ଜାମ ଆଉ ତମ ହାତରେ ଜମା କେତେ ଦିନ ରହିଲା ନା ମାତ୍ର ରହିଲା କେତେ ନା 25-26 ଦିନ। ତ ପିଲାମାନେ 26 ଦିନ ଏକ୍ଜାମ ରହିଲା। ତ ତମମାନେ କେମିତି ପଢିକି ତମମାନେ ତମର 60ରୁ 70 ମାର୍କ ରଖିବ କି 80ରୁ 90 ମାର୍କ ରଖିବ ପିଲାମାନେ। ତ ଜମା ଖେଳକୁଦ ନ କରି ବୁଲାବୁଲି ନ କରି ଯେତେ ସମୟ ପାରୁଛ ପାଠ ପଢାରେ ଧ୍ୟାନ ଦିଅ। ଏକ୍ଜାମ ପାଖେଇ ଆସୁଛି, ତମ ଏକ୍ଜାମ ବି ବହୁତ ଷ୍ଟ୍ରିକ୍ଟ ହେବ। ତମମାନେ କେମିତି ଭଲ ନମ୍ବର ରଖିବ ଆମର ଇଚ୍ଛା। ତ ପିଲାମାନେ ତମର ଯେତିକି କ୍ଲାସ୍ ଆଣୁଛି ତମମାନେ ଯଦି କ୍ଲାସ୍ ଆଟେଣ୍ଡ କରି ପଢ, ତ ନହେଲେ ତମେ ହଇରାଣ ହେଇଯିବ ଏକ୍ଜାମ ଟାଇମରେ, ବୁଝିହେଲା। ତ ଆଜି 80 ମାର୍କର ଗୋଟେ ମାରାଥନ ଆମେ ପ୍ରାକ୍ଟିସ୍ କରିବା। ଯେତେ ଆମେ ପ୍ରାକ୍ଟିସ୍ କରିବା ତମ ନିଜକୁ ସେତେ ଟେଷ୍ଟ କର ଏବଂ ଭଲ ମାର୍କ ରହିବ। ତ 80 ମାର୍କର ସମୟ ହେଉଛି କେତେ ନା 3 ଘଣ୍ଟା। ତ ପ୍ରଥମ କ୍ୱେଶ୍ଚିନ୍ ଦେଖିବା, କିଛି ନୂଆ କ୍ୱେଶ୍ଚିନ୍। କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାଚର ଡାକ ପଡ଼ିଲା? କାହାର? ଗାଡ଼ି ମଟର, ଜନତା, ଝାଉଁ ବଣ, ସିନ୍ଧୁ। ତ କାହାର ପିଲାମାନେ ନା ସିନ୍ଧୁ। କାହାର ନା ସିନ୍ଧୁର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାଚର ଡାକ ପଡ଼େ ନାହିଁ। ନେକ୍ସଟ କ୍ୱେଶ୍ଚିନ୍। ଆଜିର ଶିକ୍ଷିତ ଭୋଟଦାତା ମାନେ ଭୋଟ ଦେବାକୁ କ'ଣ ହୋଇଥାନ୍ତି? ଆଜିର ଶିକ୍ଷିତ ଭୋଟଦାତା ମାନେ ଭୋଟ ଦେବାକୁ କ'ଣ ହୋଇଥାନ୍ତି ପିଲାମାନେ? ସଚେତନ, ଅଚେତନ, ଉଦାସୀନ, ତତ୍ପର। କ'ଣ ହୋଇଥାନ୍ତି ନା ଉଦାସୀନ। କ'ଣ ନା ଉଦାସୀନ। ପରବର୍ତ୍ତୀ କ୍ୱେଶ୍ଚିନ୍। ବ୍ରିଟିଶ ମାନେ କାହାକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁଙ୍କୁ ଏ ଦେଶରୁ ଘଉଡ଼ାଉଥିଲେ? ନଡ଼ିଆ ଗଛ, ଗୁଆ ଗଛ, ତାଳ ଗଛ, ଶାଳ ଗଛ। କାହାକୁ ପିଲାମାନେ? ନା ତାଳ ଗଛ। କାହାକୁ? ନା ତାଳ ଗଛ। ନେକ୍ସଟ କ୍ୱେଶ୍ଚିନ୍। ଭାରତ ସରକାର ଶିକ୍ଷା କମିଶନ ବସାଇ କ'ଣ ନିରୀକ୍ଷଣ କରୁଛନ୍ତି? ପରୀକ୍ଷା ପଦ୍ଧତି, ମୂଲ୍ୟାୟନ, ପାଠ୍ୟକ୍ରମ ପ୍ରସ୍ତୁତି ପଦ୍ଧତି, ଭାରତୀୟ ଶିକ୍ଷା ପରିସ୍ଥିତି। କ'ଣ ପିଲାମାନେ? ନା ଭାରତୀୟ ଶିକ୍ଷା ପରିସ୍ଥିତି। ପରବର୍ତ୍ତୀ କ୍ୱେଶ୍ଚିନ୍। ଆଜିକାଲି ପାଠ ସଙ୍ଗେ କେଉଁମାନଙ୍କର ବିଶେଷ ସମ୍ପର୍କ ନାହିଁ ବୋଲି ଲେଖକ କହିଛନ୍ତି? ଛାତ୍ରଙ୍କର, ଶିକ୍ଷକଙ୍କର, ଅକ୍ଷରର, ବିଦ୍ୟାଳୟ। ଆଜିକାଲି ପାଠ ସଙ୍ଗେ କେଉଁମାନଙ୍କର ବିଶେଷ ସମ୍ପର୍କ ନାହିଁ ପିଲାମାନେ? ନା ଅକ୍ଷରର। କ'ଣ ନା ଅକ୍ଷରର। ତାପରେ 1 ମାର୍କିଆ କ୍ୱେଶ୍ଚିନ୍ 3ଟି ଆଲୋଚନା କରିବା। ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧରେ ପ୍ରାବନ୍ଧିକ କାହାକୁ ସ୍ୱାଗତ କରିଛନ୍ତି? କାହାକୁ? ନା ପୁଷ୍ପପୁର ବର୍ଷାବରଣ ପ୍ରବନ୍ଧରେ ପ୍ରାବନ୍ଧିକ ବାରିବହକୁ। କାହାକୁ? ନା ବାରି କାହାକୁ ସ୍ୱାଗତ କରିଛନ୍ତି? ନା ବାରିବାହକୁ ସ୍ୱାଗତ କରିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍। ଗଣତନ୍ତ୍ର କାହାକୁ କୁହାଯାଏ? ନା ଗଣଙ୍କ ଦ୍ୱାରା ଶାସନ ହିଁ ଗଣତନ୍ତ୍ର ଶାସନ। ନେକ୍ସଟ। ଜିଲ୍ଲା ପରିଷଦ ପରିଚାଳିତ ସଭାର ଶେଷ ବିଚାର ବିଷୟଟି କ'ଣ ଥିଲା? କ'ଣ ଥିଲା? ନା ଶିକ୍ଷା। କ'ଣ? ନା ଶିକ୍ଷା ଥିଲା। ତାପରେ 2 ମାର୍କିଆ କ୍ୱେଶ୍ଚିନ୍। ପିଲାଟି ପ୍ରାଥମିକ ସ୍କୁଲରୁ ନୋଟ ବହି ପଢିଲେ କ'ଣ ହେବ? କ'ଣ ହେବ? ବିଷୟ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ଲେଖକ ଗୋଲକ ବିହାରୀ ଦଳ। ପିଲାଟି ଯଦି ପ୍ରାଥମିକ ସ୍କୁଲରୁ ନୋଟ ବହି ପଢିବ ତାହେଲେ ସେ କେବଳ ପରୀକ୍ଷାରେ ପାସ୍ କରିବାର ଆଧୁନିକ କୌଶଳମାନ ଶିଖିବ। ସେ ବହିର ଜ୍ଞାନ ଅନୁସନ୍ଧାନ ନ କରି ପ୍ରଶ୍ନପତ୍ର କେଉଁଠି ରହିଛି ସେଇ ଅନୁସନ୍ଧାନରେ ଅନେକ ସମୟ କଟାଇବ, ଫଳରେ ସେ ଜ୍ଞାନ ଅର୍ଜନ କରିପାରିବ ନାହିଁ। ନେକ୍ସଟ। ରାଧୁର କଥା ଶୁଣି ପୁରୋହିତ କ'ଣ କଲେ? ବିଷୟ ତିନିତୁଣ୍ଡରେ ଲେଖକ ଭୁବନେଶ୍ୱର ବେହେରା। ରାଧୁର କଥା ଶୁଣି ପୁରୋହିତଙ୍କ ମନରେ ସନ୍ଦେହ ଦେଖାଯାଇଥିଲା। ସେ ଛେଳିକୁ କାନ୍ଧରୁ ଓହ୍ଲାଇ ଖୁର ଟିକିଏ ପରଖି ନେଲେ। ନିଜ ଆଖି ଦୁଇଟାକୁ ଭଲ କରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ। ବୋହି ଆଣିଲା ବେଳେ କେଉଁଠି ମେ ମେ କରିଥିଲା ତାହାକୁ ମନେ ପକାଇବାକୁ ଚେଷ୍ଟା କରିଥିଲେ। ଶେଷରେ କହିଲେ, କିରେ ରାଧୁ, ଛେଳିଟାକୁ ଚିହ୍ନି ପାରୁନୁ କିରେ? ନେକ୍ସଟ। ଉତ୍କଳ ଭୂମିର 2 ଦିଗର ବର୍ଣ୍ଣନା କର। ତ ବିଷୟ ପୁଷ୍ପପୁରରେ ବର୍ଷାବରଣ, ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ପ୍ରାବନ୍ଧିକ ପୁଷ୍ପପୁରରେ ଥିଲାବେଳେ ମେଘକୁ ନିଜର ଜନ୍ମଭୂମିକୁ ପ୍ରେରଣ କରିଛନ୍ତି। ସେ କହିଛନ୍ତି, ଉତ୍କଳ ଭୂମି ଗୋଟିଏ ଦିଗରେ ପୁଗ, ପୁନାଗ, ତାଳ, ତମାଳ, ତାମ୍ବୁଳ, ନାରିକେଳ ବନରେ ବିଶୋଭିତ ମହୋଦଧିର ବେଳାରେ ବଳୟିତ ହୋଇଛି, ଆଉ ଅନ୍ୟ ଦିଗରେ ତୁଙ୍ଗ, ଶିଖରୀ, ସମାକୁଳ
ନିବିଡ଼ ବନରାଜିରେ କ'ଣ ନା ଅସରନ୍ତି ଶ୍ୟାମ ସଭାରେ ଅପରୂପା ହୋଇଛି। ନେକ୍ସଟ 3 ମାର୍କିଆ ପିଲାମାନେ 3 ମାର୍କିଆ କାହାକୁ ବିରାଡ଼ି ବୈଷ୍ଣବ ବୋଲି କୁହାଯାଇଛି? କାହାକୁ ବିରାଡ଼ି ବୈଷ୍ଣବ ନା ବିଷୟ 3 ତୁଣ୍ଡରେ ଲେଖକ ଭୁବନେଶ୍ୱର ବେହେରା ଯେଉଁମାନେ ଜନପ୍ରତିନିଧି ହେବା ପାଇଁ କ'ଣ ନିଜେ ନିଜର ପେଁକାଳି ବଜାଇ ସଭା ସମିତିରେ ଛାତି ପିଟି ବାହାସ୍ଫୋଟ ମାରି ଧୂଆଁ ବାଣ ଛାଡ଼ି ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼ାଇ ଧନ କାର୍ପଣ୍ୟ ସେବାର ସାମୟିକ ଆଶ୍ରୟ ନେଇ ପ୍ରତିଦ୍ୱନ୍ଦ୍ୱୀମାନଙ୍କ କ'ଣ ନା କୁତ୍ସାରଟନା କରି ସେମାନଙ୍କ ଲୋକଙ୍କୁ କ'ଣ ନା ଭୟ ଦେଖାଇ ପ୍ରଚାର ବଳରେ କଳାକୁ ଧଳା ଧଳାକୁ କଳା କରିବାରେ ଚେଷ୍ଟା କରିଛନ୍ତି ସେମାନଙ୍କୁ ବିରାଡ଼ି ବୈଷ୍ଣବ ଜନପ୍ରତିନିଧି ବୋଲି କୁହାଯାଇଛି। ନେକ୍ସଟ ଭାରତ ସରକାର ଶିକ୍ଷା କମିଶନ ବସାଇବାର କାରଣ କ'ଣ? ନା ବିଷୟ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ପ୍ରାବନ୍ଧିକ ଗୋଲକ ବିହାରୀ ଧଳା ପ୍ରାବନ୍ଧିକଙ୍କ ମତରେ ବର୍ତ୍ତମାନ ଶିକ୍ଷାର ସାଧାରଣ ସ୍ତର ଯାହା ହେଲାଣି ଏବଂ ଯେଉଁଭଳି ଭାବେ ଅଧୋଗତି ଘଟୁଛି ତାହାକୁ ନ ରୋକିବାରେ ଆମର ଅବସ୍ଥା ଶୋଚନୀୟ ହେବ। ଶିକ୍ଷାର ଅବସ୍ଥା ବାହାରକୁ ଯାହା ଦେଖାଯାଉଛି ବାସ୍ତବରେ ତାହା ନାହିଁ ବରଂ ଶିକ୍ଷା ଏକ ନିରୁପାୟ ଅବସ୍ଥାରେ ପହଞ୍ଚିଗଲାଣି। ସେଥିପାଇଁ ଭାରତ ସରକାର ଶିକ୍ଷା କମିଶନ ବସାଇଛନ୍ତି। ତ ତାପରେ 5 ମାର୍କିଆ କ୍ୱେଶ୍ଚିନ୍ ପିଲାମାନେ ଯେକୌଣସି ଆଧାରୁ ଗୋଟେ କରିବ ବୁଝିହେଲା। ତାପରେ ଆସିଲା କବିତା ବିଭାଗର କବିତା ବିଭାଗର MCQ କ୍ୱେଶ୍ଚିନ୍ ଆଲୋଚନା କରିଦେବା। ବିଧାତା ଧର୍ମ ରୂପକ ପୋତ କାହିଁକି ଗଢ଼ିଛନ୍ତି? ସଂସାର ବାରିଧକୁ ଅତିକ୍ରମ କରିବା ପାଇଁ, ଧର୍ମହୀନ ବ୍ୟକ୍ତିକୁ ଧର୍ମ ସମ୍ପର୍କରେ ସଚେତନ କରିବା ପାଇଁ, ଧର୍ମର ପ୍ରସାର କରିବା ପାଇଁ, ରାଜ୍ୟ ଶାସନ କରିବା ପାଇଁ। କ'ଣ ହବ ପିଲାମାନେ ଏଇଟା? ନା ହବ ବିଧାତା କ'ଣ ନା ସଂସାର ବାରିଧକୁ ଅତିକ୍ରମ କରିବା ପାଇଁ କ'ଣ ନା ଧର୍ମ ରୂପକ ପୋତ ଗଢ଼ିଛନ୍ତି। ନେକ୍ସଟ ନବଭାମା ବୋଲି କବି କାହାକୁ କହିଛନ୍ତି? ସୀତା, ସୁନାର ସୀତା, ନବବିବାହିତା ଦ୍ୱିତୀୟ ପତ୍ନୀ ରୁକ୍ମିଣୀ। କ'ଣ ହବ? ନା ନବବିବାହିତା ଦ୍ୱିତୀୟ ପତ୍ନୀ। କ'ଣ ନା ନବବିବାହିତା ଦ୍ୱିତୀୟ ପତ୍ନୀ। ନେକ୍ସଟ ସନ୍ଧ୍ୟାକାଳୀନ ମୃଦୁ ସମୀରଣରେ ସୂର୍ଯ୍ୟ ପ୍ରେମିକାର କାନରେ କ'ଣ କହୁଥିଲା? ଶୀଘ୍ର ଫେରି ଆସିବି, ଆଉ ଫେରିବିନି, ଯିବାକୁ ଇଚ୍ଛା ହେଉନି, ଫେରିବା ବିଳମ୍ବ ହେବ। କ'ଣ ହବ ପିଲାମାନେ? ନା ଶୀଘ୍ର ଫେରି ଆସିବି। ସନ୍ଧ୍ୟାକାଳୀନ ମୃଦୁ ସମୀରଣରେ ସୂର୍ଯ୍ୟ ପ୍ରେମିକର କାନରେ କ'ଣ କହୁଥିଲା? ନା ଶୀଘ୍ର ଫେରି ଆସିବି। ନେକ୍ସଟ କବି ମନୁଷ୍ୟପୁତ୍ରକୁ କ'ଣ ହୁଅ ବୋଲି କହିଛନ୍ତି? ଦଗ୍ଧ ଭସ୍ମ ହେବାକୁ, ଦେବତାର ରୂପ ନେବାକୁ, ଅତ୍ୟାଚାରୀ ହେବାକୁ, କୈଫତ ଦେବାକୁ। କ'ଣ ହେବାକୁ କହିଛନ୍ତି? ନା ଦଗ୍ଧ ଭସ୍ମ ହେବାକୁ। ନେକ୍ସଟ ଅଯୋଧ୍ୟାର ଜନମଣ୍ଡଳୀ ଭକ୍ତି ସହାୟକରେ କାହାକୁ ଦେଖୁଥିବେ ବୋଲି କୁହାଯାଇଛି? ସୀତା, ସୁବର୍ଣ୍ଣ ସୀତା, ରାମଚନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ଉର୍ମିଳା। କ'ଣ ହବ? ନା ରାମଚନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ। ତାପରେ 1 ମାର୍କିଆ କ୍ୱେଶ୍ଚିନ୍ ଆଜିର ରାଜାମାନଙ୍କର ସର୍ବସ୍ୱ କ'ଣ ଥିଲା? ନା ଆଜିର ରାଜାମାନଙ୍କର ସର୍ବସ୍ୱ ହେଉଛି ଗନ୍ତାଘର, ପ୍ରସାଦ, ଗାଭୀ, ଅଶ୍ୱ, ହସ୍ତୀ ଥିଲା। ନେକ୍ସଟ ମହାଯଜ୍ଞରେ ମହାରାଜ ରାମଚନ୍ଦ୍ର କ'ଣ ପ୍ରଦାନ କରୁଥିବେ ବୋଲି କୁହାଯାଇଛି? ନା ମହାଯଜ୍ଞରେ ମହାରାଜ ରାମଚନ୍ଦ୍ର ଅନେକ ଧନରତ୍ନ ଓ ପାଟବସ୍ତ୍ର ପ୍ରଦାନ କରୁଥିବେ ବୋଲି କୁହାଯାଇଛି। ନେକ୍ସଟ କବିଙ୍କ ତାପିତ ଅନ୍ତର କିପରି ସାନ୍ତ୍ୱନା ଲାଭ କରିଛି? ନା ବିଶ୍ୱ ପ୍ରକୃତିରେ ସମାନ ହୃଦୟ ବେଦନା ଦେଖି କବିଙ୍କ ତାପିତ ଅନ୍ତର ସାନ୍ତ୍ୱନା ଲାଭ କରିଛି। ତାପରେ 2 ମାର୍କିଆ କ୍ୱେଶ୍ଚିନ୍ କବି ଗୋପବନ୍ଧୁ ସୂର୍ଯ୍ୟଙ୍କର ବିଦାୟକୁ କିପରି ମାନବୀୟ ବିରହ ସହିତ ତୁଳନା କରିଛନ୍ତି? କବିତା ବନ୍ଦୀର ବିରହ ବ୍ୟଥାର କବି ଗୋପବନ୍ଧୁ ଦାସ ସୂର୍ଯ୍ୟ ଅସ୍ତ ହେବା ସମୟରେ ପଶ୍ଚିମ ଆକାଶରେ ଲାଲ କିରଣ କ୍ରମଶଃ ମଉଳି ମଉଳି ଆସେ ଏବଂ ଏଣେ ଅନ୍ଧାର ତାହାର ସତ୍ତାକୁ ପ୍ରକାଶ କରେ। ପ୍ରକୃତିର ସେହି ଦୃଶ୍ୟକୁ ମାନବୀୟ ବିରହ ସହିତ କବି ତୁଳନା କରିଛନ୍ତି। ପ୍ରିୟଜନଠାରୁ ବିଦାୟ ନେଇଥିବା ବ୍ୟକ୍ତିର ମୁହଁଟି ଝାଉଁଳି ଯିବା ପରି ସୂର୍ଯ୍ୟ କ୍ରମଶଃ ମିଳନ ପଡ଼ିଯାଇଛନ୍ତି। ସୂର୍ଯ୍ୟଙ୍କଠାରୁ ବିଚ୍ଛେଦ ହୋଇ ପୃଥିବୀ କାଳିମାଯୁକ୍ତ ହୋଇଛି। ନେକ୍ସଟ କେଉଁ ବିଷୟରେ ପଚାରିବା ପାଇଁ ଆଜି ସମୟ ଆସିଛି? ନା କବିତା ବାର୍ତ୍ତାର କବି ସଚ୍ଚିଦାନନ୍ଦ ରାଉତରାୟ ଯୁଗ ଯୁଗରୁ ବା ଦୀର୍ଘ ଦିନରୁ ଶୋଷିତ ମଣିଷ ଶୋଷକ ଗୋଷ୍ଠୀକୁ ନିଷ୍ଠୁର ଅତ୍ୟାଚାର କରି ସହି ଆସିଛି। ଏଭଳି ଆଜି ଆଉ ଶୋଷିତ ଗୋଷ୍ଠୀଙ୍କୁ ପୀଡ଼ା କ'ଣ ନା ଦେଇଛି। ମାତ୍ର ସେମାନଙ୍କୁ ଆଜି ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ପଡ଼ିବ ନାହିଁ ବରଂ ନିଜର ଅଧିକାର ବିଷୟରେ ପଚାରିବା ପାଇଁ ଆଜି ସମୟ ଆସିଛି। ନେକ୍ସଟ ତପସ୍ୱିନୀ ସୀତା କାହାକୁ ପତ୍ର ଲେଖିଥିଲେ ଓ କାହିଁକି? କବିତା କ'ଣ ନା ତପସ୍ୱିନୀ ପତ୍ର କବି ଗଙ୍ଗାଧର ମେହେର। ରାମ ହୃଦୟ ଜ୍ୟୋତ୍ସ୍ନା ବୈଦେହୀ ସୀତା ଶୁଣିବାକୁ ପାଇଛନ୍ତି ଯେ ଅଯୋଧ୍ୟାର ନରପତି ରଘୁବୀର
ରାମଚନ୍ଦ୍ର ଅଯୋଧ୍ୟାରେ ଯଜ୍ଞ କରୁଛନ୍ତି। ଯଜ୍ଞ କାର୍ଯ୍ୟ ପତ୍ନୀ ବିନା ଅସମ୍ଭବ। ତେଣୁ ସୀତାଙ୍କ ମନରେ ରାମଚନ୍ଦ୍ରଙ୍କ ପ୍ରତି ସନ୍ଦେହ ଜାତ ହୋଇଥିଲା। ରାମଚନ୍ଦ୍ର ହୁଏତ ଦ୍ୱିତୀୟ ପତ୍ନୀ ବରଣ କରିଥାଇ ପାରନ୍ତି ବୋଲି ସୀତା ଅନୁମାନ କରିଥିଲା। ତେଣୁ ସୀତା ରାମଚନ୍ଦ୍ରଙ୍କୁ ଏକ ନିବେଦନ ପତ୍ର ଲେଖିଥିଲେ। ତାପରେ 3 ମାର୍କିଆ ସୈନ୍ୟର ପ୍ରତିଶୋଧକୁ କବି ମହାଧର୍ମ ଆଖ୍ୟା କାହିଁକି ଦେଇଛନ୍ତି? କବିତା ବାର୍ତ୍ତା କବି ସଚ୍ଚିଦାନନ୍ଦ ରାଉତରାୟ। କବିଙ୍କ ମତରେ ମଣିଷ ଦଗ୍ଧ ଭସ୍ମ କୀଟ ସମ ନିଷ୍ପେଷିତ ହେଲେ ତାର ଜ୍ଞାନ ରଶ୍ମି ଉଦୟ ହେବ ଏବଂ ପୀଡ଼ନର କାରଣ ସମୂହକୁ ଖୋଜି ପାରିବ। ପୀଡ଼ନର କାରଣ ସମୂହକୁ ନିର୍ମୂଳ କରିବା ପାଇଁ ସେ ସେନା ପରି ପ୍ରତିଶୋଧ ପରାୟଣ ହେବ। ଅତିଶୟ ନିର୍ଯାତନା ଲାଞ୍ଛନା ପୀଡ଼ନ ତାକୁ ପ୍ରତିଶୋଧ ପରାୟଣ କରୁଥିବାରୁ ସେନା ପରି ପ୍ରତିଶୋଧ ନେବା ତାର ମହାଧର୍ମ ବୋଲି କବି କହିଛନ୍ତି। ନେକ୍ସଟ ପ୍ରଣୟ ବିରହ ସମ୍ପର୍କରେ କବିଙ୍କ ଅଭିମତ ପଠିତ କବିତା ଅବଲମ୍ବନ ପ୍ରଦାନ କର। କବିତା ବନ୍ଦୀର ବିରହୀ ବ୍ୟଥାର କବି ଗୋପବନ୍ଧୁ ଦାସ। ପ୍ରଣୟ ବିରହ ସମ୍ପର୍କରେ କବି ଅଭିମତ ଦେଇ ଲେଖିଛନ୍ତି ପ୍ରଣୟ ରୂପକ ପିଉସରେ ବିରହ ରୂପକ ବିଷ ମିଶି ରହିଛି। ଏଭଳି ବିଚିତ୍ର ବ୍ୟବସ୍ଥା ବିଶ୍ୱବାସୀଙ୍କ ପାଇଁ ବିଧାତା ଖଞ୍ଜି ଦେଇଛନ୍ତି। ତାହାକୁ ସ୍ପଷ୍ଟ କରିବା ପାଇଁ କବି କହିଛନ୍ତି ସିନ୍ଦୂର ସରୋଜ ଚରଣରେ ଅହି ଜଡ଼ିତ ହୋଇ ରହିଥାଏ। ବିଧାତାଙ୍କର ଏଭଳି ରହସ୍ୟକୁ କେହି କଳନା କରିପାରିବ ନାହିଁ। ତାପରେ 5 ମାର୍କିଆ ଆସିଲା ବାର୍ତ୍ତା କବିତାର ଏବଂ ବଡ଼ପଣ। ତାପରେ ଦେଖିବା ଗଳ୍ପ ବିଭାଗ। କନ୍ୟା ପିତା ମକ୍ରା ମଳିକ ଆସାମ ଚା ବାଗିଚାରେ ପଦୋନ୍ନତ ପାଇ ଶେଷରେ କଣ କରିଥିଲେ? ଖାନସାମା ବରବୁଚି କୁଲି ସର୍ଦ୍ଦାର ମ୍ୟାନେଜର। କଣ କରୁଥିଲେ ସେ? ନା ଖାନସାମା। କଣ ନା ଖାନସାମା। ନେକ୍ସଟ କ୍ୱେଶ୍ଚିନ୍ ହେମମାଳୀ କେତେ ବର୍ଷ ଧରି ଏମିତି କାନ୍ଦ କାନ୍ଦି ନଥିଲେ ବୋଲି କୁହାଯାଇଛି? 15 20 25 22। କେତେ? ନା 25 ବର୍ଷ ଧରି ହେମମାଳୀ ଏମିତି କାନ୍ଦ କାନ୍ଦି ନଥିଲେ। ନେକ୍ସଟ କେଉଁ ବିପ୍ଳବ ପରେ ଭାରତର ଜାତୀୟ ଆନ୍ଦୋଳନରେ ନୂତନ ସ୍ପନ୍ଦନ ଦେଖାଯାଉଥିଲା? ଚୌରୀ ଚୌରା ଜାଲିଆନବାଗ କାନପୁର ପାଟନା। କଣ ହବ? ନା ଚୌରୀ ଚୌରା। ନେକ୍ସଟ କ୍ୱେଶ୍ଚିନ୍ ଧର୍ମଘଟ ବେଳେ ମାଷ୍ଟରଙ୍କ ଦରମା କେତେ ଥିଲା? ନା ଧର୍ମଘଟ ବେଳେ ମାଷ୍ଟରଙ୍କ 15 ଟଙ୍କା 13 ଟଙ୍କା 11 ଟଙ୍କା 10 ଟଙ୍କା। କେତେ ଟଙ୍କା ଥିଲା? ନା 13 ଟଙ୍କା। ନେକ୍ସଟ ପରୀକ୍ଷା ସଫଳ ବୋଲି କିଏ କହିଥିଲା? ସଂକଟ ବିକଟ କମ୍ବୁଗ୍ରୀବ ଚିତ୍ରଗୀବ୍ର। କିଏ କହିଥିଲା ପରୀକ୍ଷା ସଫଳ ବୋଲି? ନା ବିକଟ କହିଥିଲା। ତାପରେ 1 ମାର୍କିଆ କ୍ୱେଶ୍ଚିନ୍ ବକଟି କଣ ମନ୍ତବ୍ୟ ଦେଇଥିଲା? ନା ହଂସମାନେ ଯୁଗେ ଯୁଗେ ବିଶ୍ୱାସଘାତକ ବୋଲି ବକଟି ମନ୍ତବ୍ୟ ଦେଇଥିଲା। ନେକ୍ସଟ କେଉଁ ପତାକା ଏଠି ଉଡ଼ି ପାରିବ ନାହିଁ ବୋଲି ବିଜୁ ଜେଜେଙ୍କୁ କହିଥିଲା? ନା ୟୁନିୟନ ଜ୍ୟାକ୍ ପତାକା ଏଠି ଉଡ଼ି ପାରିବ ନାହିଁ ବୋଲି ବିଜୁ ଜେଜେଙ୍କୁ କହିଥିଲା। ନେକ୍ସଟ ରାମନଗରର ଜଲିଟ୍ରି ପଟାକୁ କିପରି କିଣିବାକୁ ହେଲା ବୋଲି କୁହାଯାଇଛି? ନା ରାମନଗର ଜଲିଟ୍ରିଟାକୁ ଯୁଦ୍ଧ ସମୟରେ କଳାବାଜାର ପଇସାରେ କିଣିବାକୁ ହେଲା ବୋଲି କୁହାଯାଇଛି। ତାପରେ 2 ମାର୍କିଆ କ୍ୱେଶ୍ଚିନ୍ ମିସେସ ମହାପାତ୍ରଙ୍କ କେଉଁ କଥାରେ ଦାସୀପଦୀ ଏକମୁହାଁଇ ଚାଲି ଯାଇଥିଲେ? ମିସେସ ମହାପାତ୍ର ବବୁର୍ଚିଖାନା ସଭ୍ୟ ଜମିଦାରରୁ ଆସି ପିଲାମାନେ ଗାଳ୍ପିକ ଫକୀରମୋହନ ସେନାପତି। ମିସେସ ମହାପାତ୍ର ବବୁର୍ଚିଖାନା ତଦାରଖ କରିବାକୁ ଯାଇଥିଲେ। ସେହି ସମୟରେ ଦାସୀପଦୀ ଗୋବର କନାରେ ଚୁଲି ଲିପୁଥିଲେ। ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ସେ କଣ ନା ଚମକି ପାଟିଟିଏ କଲା ଆଲୋ ମାଲୋ ମାଲୋ ଆଲୋ ମାଲୋ ବାପାଲୋ ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ ହାଣ୍ଡିଶାଳ କଣ ନା ମାରୁ ଗଲା ଲୋ। ଏକଥା କହି ଦାସୀପଦୀ କନା ଖଣ୍ଡ ଫୋପାଡ଼ି ଦେଇ ଏକମୁହାଁଇ ଚାଲି ଯାଇଥିଲା। ଆଉ ଉଆସରେ ତାକୁ କେହି କେବେ ଦେଖି ନାହିଁ। ନେକ୍ସଟ ସୋମନାଥ ହାତରୁ ପିସ୍ତଲ ଉଠାଇଲା କାହିଁକି? ନା ଗଳ୍ପ ପତାକା ଉତ୍ତୋଳନରେ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି। ଥାନା କଚେରୀ ଆଗରେ ବିରାଟ ଜନତା ବନ୍ଦେ ମାତରମ୍ ଧ୍ୱନି ଦେଉଥିଲେ। ଲାଠିଚାର୍ଜ ହେଲା ପରେ ମଧ୍ୟ ସେମାନେ ହଟି ନଥିଲେ। ଏହି ସମୟରେ ଜନତାଙ୍କ ମଧ୍ୟରେ ଅରୁଣ ଲାଠିଚାର୍ଜର ପ୍ରତିବାଦ ଜଣାଇଥିଲା। ଫଳରେ ଜନତା ଭୀଷଣ ଭୟଙ୍କର ହୋଇ ଉଠିଥିଲେ। ଅରୁଣକୁ ଓ ଜନତାଙ୍କୁ ଭୟଭୀତ କରାଇବା ପାଇଁ ସୋମନାଥ ହାତରୁ ପିସ୍ତଲ ଉଠାଇଥିଲେ। ତ ପିଲାମାନେ ଆଉ ଗୋଟେ କଥା ମନେ ରଖ ତମର ସର୍ଜନାତ୍ମକ ରଚନା ଏକ୍ଜାମରେ ଯୋଉ ଆସିବ ସର୍ଜନାତ୍ମକ ରଚନା ମୁଁ ସିଲେକ୍ସନ କ୍ୱେଶ୍ଚିନ୍ କେତେ 10ଟି ନା ଟପ୍ 10ଟି 11ଟି ସିଲେକ୍ସନ କ୍ୱେଶ୍ଚିନ୍ ନେଇ ଆସିଛି। ତ ତମମାନେ ଭିଡ଼ିଓ ଦେଖିଦବ। ସର୍ଜନାତ୍ମକ ରଚନା ଅପଲୋଡ କରିଦେଇଛି। ତ ତମମାନେ ଦେଖିନବ। ବୁଝିହେଲା?
डालमंडी को एक हतश्री सभ्यतार डस्टबिन बोली कहीं कहुଯାଇଛି गल्प रूपनयन साहर गाल्पिक अखिलमोहन पट्टनायक डालमंडी को एक हतश्री सभ्यतार डस्टबिन बोली लेखक कहते कारण एठारे रही सहस्राधिक बारंगाना लक्ष लक्ष रूप पिपासी नागरिक डालमंडी निजर रूप तृष्णा मेटाई था संध्या आसे बारंगना मान आखिर निमंत्रण एवं रात्रि आसे रतिक्लांत कामुकी नारीर स्वेद शक्ति आखिर पतारे पतारे तापरे 3 मार्किया महाकाशरे कच्छप उड़ी चलीथिबार देखि पक्षी माने की प्रतिक्रिया प्रकाश करथिले गल्प आकाश कइंचर गाल्पिक मनोज दास महाकाशरे कच्छप उड़ी जाइथिबार देखि घर चटिया बतास बेली साधारण पक्षी माने विमूढ़ पाल्टी जाइथिले मात्र पारा और चिल जातीय संभ्रांत पक्षी माने उद्वेग प्रकाश कले निराशवादी पक्षी काउ कहला आकाशरे भविष्यत अंधकार हेब बक कहला हंस माने जुगे जुगे विश्वासघातक पक्षी माने एही बली निजर मन मुताबक प्रतिक्रिया प्रकाश करिथिले। नेक्स्ट रंगाधर महांती को संपर्क में कौन कहुଯାଇଛି ना गल्प सभ्य जमीदार गाल्पिक फकीरमोहन सेनापति रंगाधर महांती ठीक निरुपति बेड़े नुआ जमीदार को गादी में बसाई तालुका किणा दिन ठारू महांती सेठ पांजिया काम थिले से थिले विश्वासी कामिका लोक और सामताणीकर डाहाण हाथ तांको जत्न रे जमीदार खूब बढ़ी जमीदार सबुदिन कलिकतार रहुथिबारु सामताणी याकू धरी सबु मामलता बुझुथिले। तापर आसला कौन ना जो कवितांश पढ़िबा तार कौन ना 1 मार्किया 5टा क्वेश्चन करबा शिला गृह अंधकारीवासी मु जननी उत्कल नथिली जानी अछिलो तो पुरे एमंत रूपर लीला नबाहु तरणी आजी ए ज्योत्स्नारे नील महानदी पुरे आहा कि विपुल शोभा भासे आखि आगे केमंते बनिबी मोर मुग्ध अनुभव चक्षु मोर अंध हुए ज्योत्स्ना परागे बाणी मोर नाही फुटे मानी पर भाव धबल उत्तरी सम रजनी बधुर ज्योत्स्ना व्यापीची दूर दिग चक्र लागी तले तार ए धरणी प्रकृति मधुर होइछि मधुरतार ता परसे जागी आकाशर खंड सम महानदी बारी चंद्रिका चुंबन पाई धबल चपल तरल मुखरे अबा देइछि जे पारी देखिबे बदन नभु सीमांती दल तो क्वेश्चन कौन देला उत्कलर केउ कथा कवि जानी नथिले बोली कहिसंती उत्कलर केउ कथा ना उत्कलपुरे रहितिबा एपरि अपूर्व रूपर लीला कथा कवि जानी नथिले बोली कुहा जाइछि। नेक्स्ट कविंकर चक्षु केउ कथारे अंध होइछि ना कविंकर चक्षु ज्योत्स्नार उज्जवल प्रभाव रे अंध होइछि। नेक्स्ट दूर दिग चक्र को लागि कौन व्यापी रहिछि ना दूर दिग चक्र लगी कौन व्यापी रही ना ज्योत्स्ना चंद्र किरण व्यापी रही। नेक्स्ट प्रकृति किपरि मधुरतर मन होइछि प्रकृति देख ज्योत्स्ना व्यापी दूर दिग चक्र लगी तले तार ए धरणी प्रकृति मधुर होइछि मधुरता ता परसे जागी माने कौन ना ज्योत्स्नार स्पर्श पाई मधुर प्रकृति मधुरतर होइछि। तापरे नभ सीमांतिनी दल केउथिरे मुखमंडल देखिए बोली कुहा जाइछि एठी देइछि गना चंद्रिकार स्पर्श पाई महानदी बारी तरल मुकुरी परी होइतिबारु सेतिरे नभ सीमांतिनी दल मुखमंडल देखिए बोली कुहा जाइछि। तापरे 4 मार्किया क्वेश्चन त कोन ना सृजनात्मक रचना तो पिला माने तमन सिलेक्शन ने आसी बा सेतिकी पढिबो सृजनात्मक रचना तमे बोर्ड एग्जाम को पाई जिवो चाली न जानी बाटर दस माकड़ हाथ शालग्राम तुलसी 2 पत्ररु बासे। तापरे 1/3 तो 1/3 को पढ़िबो तो 1/3 पढ़ी कि तम माने को ना क्वेश्चन आंसर करिवो क्वेश्चन आंसर न तो 1/3 पढ़िबो तो ओटा विषय राइटर ना विषय ना दबो तम माने ताकू लिखिबो बुझिहला। मो मतरे सृजनात्मक रचना लिखो 4 रु 4 पाई जो सृजनात्मक रचना भल तुमको जोटा ठीक लगे तुम सेटा लिखो दरखास्त पत्र लिखन जोटा गोटे लिखिबो। तापरे
तापर आसला कौन ना तुम एमसीक्यू क्वेश्चन आंसर कौन ना ग्रामर केउटी क्रियायुक्त रूढ़ी फटा कपाल कला कान बुलाइबा ओडियारू गजा आकाश कुसुम कौन हम ना कला कान बुलाइबा। नेक्स्ट क्वेश्चन केउटी क्रियायुक्त रूढ़ी नुहे गोड़ टेकी बसिबा आखि पकाइबा बोझ उपरे नलिता बिड़ा काठ होइजिबा कौन हम ना बोझ उपरे नलिता बिड़ा। नेक्स्ट क्वेश्चन केउटी तुलनात्मक रूढ़ीर उदाहरण अटे नाटर गोवर्धन हाथ करिबा दाऊ साधिबा सिंह परी जुझिबा कौन हम ना सिंह परी जुझिबा। नेक्स्ट उत्तम प्रतिष्ठा लाभ करियछंती जे उत्तम भावे प्रतिष्ठा लब्ध प्रतिष्ठा उत्प्रतिष्ठा कौन हम ना लब्ध प्रतिष्ठा कौन ना लब्ध प्रतिष्ठा। नेक्स्ट अनेकों मध्य क्षुद्र क्षुद्रतर अति क्षुद्र क्षुद्रतम क्षुद्र श्रेष्ठ कौन हम ना क्षुद्रतम कौन ना क्षुद्रतम। नेक्स्ट आस्तिकर विपरीत बोधक शब्दटी कौन आस्तिकर अनास्तिक नास्ति नास्तिक आस्तनिक कौन ना नास्तिक। नेक्स्ट क्वेश्चन आरोहर विपरीत बोधक शब्दटी कौन अवरोहण अवरोह नारोहण नरोहण कौन ना अवरोह। नेक्स्ट अन्न भात अन्न कौन फूल पत्र फल जल कौन ना जल। नेक्स्ट सम तालबेश सम शांति दंतेश सम कौन पिला माने पवित्र समान असमान समुद्र कौन हम ना समान। नेक्स्ट शुद्ध शब्दटी बाछि लेख सर्वांगीन कोटा शुद्ध आर हम ना डबल आई हम सर्वांगीन। नेक्स्ट शुद्ध शब्दटी कौन हम ना हम अनुदित। तो पिला माने तम मानकर कौन ना एमआईएल ओडिया रे 80 मार्क गोटे मैराथन क्लास कली तो बुझेला समस्ते देख एवं निज को टेस्ट कर क्वेश्चन मु आंसर कह देछि तुम क्वेश्चन देखिबो 3 घंटा भितरे तो सब क्वेश्चन लिखि नबो 3 घंटा बसिबो बुझेला तुम भाबिबो एटा बोर्ड एग्जाम चलछि तुम निजे आंसर कर देखिबो 3 घंटा भितरे तुमर केतेटा 80 रु तुम केतेटा करि परछ 80 मार्क रु तुम केतेटा जदी 70 मार्क करबेला 10 मार्क से भितरे एडजस्ट करियो मु केमिति एडजस्ट करबी 3 घंटा भितरे 70 मार्क बुझेला। तो पिला माने वीडियो टी भल लाइक शेयर सब्सक्राइब कर देबो रहउची धन्यवाद जय जगन्नाथ।